ଷଷ୍ଠ ଶ୍ରେଣୀ ଇତିହାସ ଦଶମ ଅଧ୍ୟାୟ ଖ୍ରୀଷ୍ଟାବ୍ଦ 300ରୁ 800 ମଧ୍ୟରେ ଭାରତ। ତ ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଦେଖ, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ପରେ ଅଛି ଦ୍ୱିତୀୟ ଚନ୍ଦ୍ରଗୁପ୍ତ ନିଜକୁ କେଉଁ ଉପାଧିରେ ଭୂଷିତ କରିଥିଲେ ଏବଂ ସେ କିପରି ନିଜ ସାମ୍ରାଜ୍ୟକୁ ବିସ୍ତୃତ କରିଥିଲେ। ତ ଲେଖିବ ଯେ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ନିଜକୁ ବିକ୍ରମାଦିତ୍ୟ ଉପାଧିରେ ଭୂଷିତ କରିଥିଲେ। ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧିକାର କରିଥିଲେ। ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ହେଲା। ତେଣୁ ଭାରତର ପଶ୍ଚିମ ଉପକୂଳରେ ଥିବା ବନ୍ଦର ଗୁପ୍ତ ସାମ୍ରାଜ୍ୟ ଅଧୀନକୁ ଆସିଥିଲା। ଏହା ସେମାନଙ୍କର ନୌବାଣିଜ୍ୟକୁ ସାହାଯ୍ୟ କଲା। ଖ ନମ୍ବର, ଫା-ସିଆଙ୍କ ଭାରତ ଭ୍ରମଣ ବିବରଣୀରୁ ସେହି ସମୟରେ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ଅବସ୍ଥା କିପରି ଥିଲା ଉଲ୍ଲେଖ କର। ତ ଫା-ସିଆଙ୍କ ବିବରଣୀରୁ ଜଣାପଡ଼େ ଯେ ଭାରତୀୟମାନେ ସେତେବେଳେ ଖୁସିରେ ଥିଲେ। ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାତାୟାତ କରିପାରୁଥିଲେ। ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲ ଥିଲା। ରାଜାମାନେ ସୁଶାସକ ଥିଲେ। ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା। ଗୁରୁତର ଅପରାଧରେ କିମ୍ବା ବାରମ୍ବାର ବିଦ୍ରୋହ କଲେ ଅଙ୍ଗଚ୍ଛେଦ କରାଯାଉଥିଲା। ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ। ଗ୍ରାମମାନଙ୍କର ସଂଖ୍ୟା ଅନେକ ଥିଲା। ରାଜା ଚାଷୀମାନଙ୍କ ଠାରୁ 1/4 ଫସଲ କର ଆକାରରେ ଗ୍ରହଣ କରୁଥିଲେ। ଭାରତରେ ଅନେକ ଧର୍ମଶାଳା ଥିବା କଥା ମଧ୍ୟ ସେ କହିଛନ୍ତି। ଉଭୟ ବୌଦ୍ଧ ଧର୍ମାବଲମ୍ବୀ ଲୋକ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣ ଭାବରେ ରହୁଥିଲେ। ଗ ନମ୍ବର, ଗୁପ୍ତ ଯୁଗରେ ବୌଦ୍ଧ ଧର୍ମର ଅବନତି ଓ ବ୍ରାହ୍ମଣ ଧର୍ମର ପୁନରୁତ୍ଥାନ କିପରି ହୋଇଥିଲା। ତ ପ୍ରଥମେ ଲେଖିବ ବୌଦ୍ଧ ଧର୍ମର ଅବନତି। ସେଥିରେ ଲେଖିବ ଯେ ଗୁପ୍ତ ଯୁଗର ଶାସକମାନଙ୍କର ବ୍ରାହ୍ମଣ ଧର୍ମ ପୃଷ୍ଠପୋଷକତା ଓ ସଂସ୍କୃତ ଭାଷାର ଅଧିକ ବ୍ୟବହାର ଏବଂ ବ୍ରାହ୍ମଣ ଧର୍ମର ଗ୍ରନ୍ଥ ସବୁ ସଂସ୍କୃତରେ ରଚିତ ହୋଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଫଳରେ ବୌଦ୍ଧ ଧର୍ମର ପୂର୍ବ ଗୌରବ ହ୍ରାସ ପାଇଲା। ପଞ୍ଚମ ଶତାବ୍ଦୀ ବେଳକୁ ଉତ୍ତର ଭାରତରେ ମହାଯାନ ବୌଦ୍ଧ ଧର୍ମ ଲୋକପ୍ରିୟତା ହରାଇ ନଥିଲେ ମଧ୍ୟ ବ୍ରାହ୍ମଣ ଧର୍ମର ବିକାଶ ଯୋଗୁଁ ବୌଦ୍ଧ ଧର୍ମର ଲୋକପ୍ରିୟତା ହ୍ରାସ ପାଇଲା। ଦକ୍ଷିଣ ଭାରତରେ ପଲ୍ଲବମାନଙ୍କର ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକତା, ମହାଯାନ ପନ୍ଥାର ଅଭ୍ୟୁଦୟ ଓ ବୌଦ୍ଧ ଗ୍ରନ୍ଥ ସବୁ ସଂସ୍କୃତ ଭାଷାରେ ଲେଖାଗଲା। ଫଳରେ ବୌଦ୍ଧ ଧର୍ମ ଓ ବୈଦିକ ଧର୍ମ ବା ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥିବା ପ୍ରଭେଦ ହ୍ରାସ ପାଇଲା। ଶଙ୍କରଙ୍କ ପ୍ରବର୍ତ୍ତିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧ ଧର୍ମ ଉପରେ ପଡ଼ିଲା। ଶଙ୍କରଙ୍କର ଦାର୍ଶନିକ ତତ୍ତ୍ୱ ନିକଟରେ ବୌଦ୍ଧ ପଣ୍ଡିତମାନେ ସମକକ୍ଷ ହୋଇପାରିଲେ ନାହିଁ। ହିନ୍ଦୁ ଧର୍ମର ପ୍ରଭାବରେ ବୌଦ୍ଧ ଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହୋଇଥିଲା। ଫଳରେ ବୌଦ୍ଧ ଧର୍ମର ଘୋର ଅବନତି ଘଟିଥିଲା। ସେହିପରି ବ୍ରାହ୍ମଣ ଧର୍ମର ପୁନରୁତ୍ଥାନ ବିଷୟରେ ଲେଖିବ ଯେ ଗୁପ୍ତ ଯୁଗରେ ବ୍ରାହ୍ମଣ ଧର୍ମର ପୁନରୁତ୍ଥାନର କାରଣ ହେଲା ଯେ ଗୁପ୍ତ ଯୁଗରେ ବୌଦ୍ଧ ଧର୍ମ ବିଶେଷ ଭାବରେ ପ୍ରସାର ଲାଭ କରିଥିଲା। କେତେକ ଗୁପ୍ତ ରାଜା ବିଷ୍ଣୁଙ୍କ ଉପାସକ ଥିବାରୁ ଏହାର ପ୍ରଭାବରେ ବୈଷ୍ଣବ ଧର୍ମ ସମାଜରେ ଜନପ୍ରିୟ ହୋଇଥିଲା। ବିଷ୍ଣୁଙ୍କ ଛଡ଼ା ଲୋକମାନେ ଭଗବାନ ଶିବଙ୍କୁ ମଧ୍ୟ ପୂଜା କରୁଥିଲେ। ଗୁପ୍ତ ଯୁଗରେ ସଂକଳିତ ହୋଇଥିବା 18ଗୋଟି ପୁରାଣରେ ବିଷ୍ଣୁ ଓ ଶିବଙ୍କ ମହିମାମାନ ବର୍ଣ୍ଣିତ ହୋଇଥିଲା। ମୂର୍ତ୍ତି ପୂଜା ନିମନ୍ତେ ମନ୍ଦିରମାନ ନିର୍ମାଣ କରାଯାଇଥିଲା। ଏହି ଯୁଗରେ ବୈଷ୍ଣବ ଧର୍ମର ଅନ୍ୟ ଏକ ବିଶେଷତ୍ୱ ହେଲା ଅବତାରବାଦ। ଦୁଷ୍ଟର ବିନାଶ ପାଇଁ ବିଷ୍ଣୁ ବିଭିନ୍ନ ଅବତାର ରୂପରେ ଭୂପୃଷ୍ଠକୁ ଅବତରଣ କରିଥିଲେ। ଏହା ଲୋକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କଲା। ଘ ନମ୍ବର ଦେଖ, ଗୁପ୍ତ ଯୁଗର ଶାସକମାନଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର କିପରି ଉନ୍ନତି ହୋଇଥିଲା ଲେଖ। ତ ଲେଖିବ ଗୁପ୍ତ ଯୁଗର ଶାସକମାନଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର ପ୍ରଭୂତ ଉନ୍ନତି ହୋଇଥିଲା। ତ ସାହିତ୍ୟ କ୍ଷେତ୍ରର ଉନ୍ନତି ଲେଖିବ ଯେ ଗୁପ୍ତ ରାଜାମାନଙ୍କ ପୃଷ୍ଠପୋଷକତା ଯୋଗୁଁ ଏହି ଯୁଗର ସଂସ୍କୃତ ସାହିତ୍ୟ ଉଭୟ ଧର୍ମ ସମ୍ବନ୍ଧୀୟ ଏବଂ ଲୌକିକ ସାହିତ୍ୟର ଉନ୍ନତି ହୋଇଥିଲା। ଏହି ଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର
କାଳିଦାସ ଉଭୟ ନାଟକ ଓ କାବ୍ୟ ରଚନା କରି ପ୍ରସିଦ୍ଧି ଲାଭ କରିଥିଲେ। କାଳିଦାସଙ୍କ ରଚିତ ନାଟକ ଅଭିଜ୍ଞାନ ଶକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍ ଓ ବିକ୍ରମୋର୍ବଶୀୟମ୍, କାବ୍ୟ ରଘୁବଂଶମ୍, କୁମାର ସମ୍ଭବମ୍ ଏବଂ ମେଘଦୂତମ୍ ରଚିତ ହୋଇଥିବା ବେଳେ ଶୂଦ୍ରକଙ୍କ ଲିଖିତ ସାମାଜିକ ନାଟକ ମୃଚ୍ଛକଟିକମ୍ ଓ ବିଷ୍ଣୁ ଶର୍ମାଙ୍କ ରଚିତ ପଞ୍ଚତନ୍ତ୍ର ଅନ୍ୟତମ। ଏହି ଯୁଗରେ ଅମର ସିଂ ଅମରକୋଷ ଅଭିଧାନ ରଚନା କରିଥିଲେ। ଏହା ଛଡ଼ା ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣ ଗୁଡ଼ିକର ସଂକଳନ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସେପରି ସ୍ଥାପତ୍ୟ କ୍ଷେତ୍ରରେ ଉନ୍ନତି ଲେଖିବ ଯେ ଏହି ଯୁଗରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା। ପଥର ଖୋଦିତ ସ୍ଥାପତ୍ୟର ଦୃଷ୍ଟାନ୍ତ ଅଜନ୍ତା ଗୁମ୍ଫାରେ ଦେଖିବାକୁ ମିଳେ। ବ୍ରାହ୍ମଣ ଧର୍ମର ପୁନରୁତ୍ଥାନ ଫଳସ୍ୱରୂପ ଅନେକ ଦେବଦେବୀ ମନ୍ଦିର ନିର୍ମାଣ କାର୍ଯ୍ୟ ହୋଇଥିଲା। ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାର ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ବିଷ୍ଣୁ ମନ୍ଦିର, ଭୁମାରାଠାରେ ଶିବ ମନ୍ଦିର ଓ ଭିତରଗାଁଓ ଇଟାରେ ନିର୍ମିତ ମନ୍ଦିର ଏହି ଯୁଗର ସ୍ଥାପତ୍ୟର ନିଦର୍ଶନ ଅଟେ। ସେପରି କଳା କ୍ଷେତ୍ରରେ ଉନ୍ନତି ଲେଖିବ ଯେ ଗୁପ୍ତ ଯୁଗର ଶ୍ରେଷ୍ଠ କଳାକୃତି ମଥୁରା ଓ ସାରନାଥ ଠାରେ ଦେଖିବାକୁ ମିଳେ। ସାରନାଥର ବୁଦ୍ଧମୂର୍ତ୍ତି ଭାରତୀୟ ଭାସ୍କର୍ଯ୍ୟର ଅନୁପମ କୀର୍ତ୍ତି। ମଧ୍ୟପ୍ରଦେଶର ଉଦୟଗିରି ଠାରେ ଥିବା ବରାହ ମୂର୍ତ୍ତି, ଦେଓଗଡ଼ର ଶେଷସାହି ବିଷ୍ଣୁ, ଅହିଛତ୍ରର ମାଟିର ମୂର୍ତ୍ତି ଓ କୋହର ମୁଖଲିଙ୍ଗ ଆଦି ଏହି ଯୁଗର ମୂର୍ତ୍ତିକଳାର ଅନୁପମ କୀର୍ତ୍ତି ଅଟେ। ଏହି ଯୁଗରେ ଚିତ୍ରକଳାର ମଧ୍ୟ ଉନ୍ନତି ହୋଇଥିଲା। ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫାରେ ଥିବା ଭିତ୍ତିଚିତ୍ର ବିଶ୍ୱବିଖ୍ୟାତ। ନମ୍ବର ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ବିଷୟରେ ଉଲ୍ଲେଖ କର। ତ ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ଅତୁଳନୀୟ ଥିଲା। ସେହି ସମୟରେ ଚାଲୁକ୍ୟ ରାଜ୍ୟର ରାଜଧାନୀ ବାତାପି ମାନେ କର୍ଣ୍ଣାଟକ ରାଜ୍ୟ ଏକ ସମୃଦ୍ଧିଶାଳୀ ସହର ଥିଲା ଓ ବାଣିଜ୍ୟଗତ ସମ୍ପର୍କ ଚାଲୁକ୍ୟର ଅର୍ଥନୈତିକ ଉନ୍ନତି ଘଟାଇଥିଲା। ଚାଲୁକ୍ୟ ବଣିକମାନେ ଇରାନ, ଆରବ ଦେଶ ଏବଂ ଲୋହିତ ସାଗର ସ୍ଥିତ ବିଭିନ୍ନ ବନ୍ଦର ସହିତ ବ୍ୟବସାୟ ସମ୍ପର୍କ ସ୍ଥାପନ କରିଥିଲେ। ପାହାଡ଼ ଖୋଳି ମନ୍ଦିର ଚାଲୁକ୍ୟ ରାଜ୍ୟରେ ନିର୍ମାଣ କରାଯାଇଥିଲା। ବାତାପି ବା ବାଦାମୀରେ ଥିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତି କମନୀୟ ମୂର୍ତ୍ତି ଦେଖିବାକୁ ମିଳେ। ଏହି ସମୟରେ ଅଜନ୍ତାର ଚୈତ୍ୟଗୃହ ଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା। ଏଲୋରା, ମେଗୁଡ଼ି, ଅହିହୋଲ, ପଟଦକଲ ଠାରେ ମନ୍ଦିର ଚାଲୁକ୍ୟ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା। ନମ୍ବର ଦକ୍ଷିଣ ଭାରତର ସାଂସ୍କୃତିକ କ୍ଷେତ୍ରରେ ପଲ୍ଲବ ରାଜବଂଶର ଶାସକମାନଙ୍କର ଦାନ କିପରି ଅତୁଳନୀୟ ଥିଲା। ତ ପଲ୍ଲବମାନଙ୍କ ରାଜତ୍ୱ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା। ଭାରବୀ ଓ ଦଣ୍ଡିଙ୍କ ପରି ମହାନ ପଣ୍ଡିତମାନେ ପଲ୍ଲବ ରାଜସଭାରେ ଥିଲେ। ଭାରବୀଙ୍କ ରଚିତ କିରାତାର୍ଜୁନୀୟମ୍ ଏବଂ ଦଶକୁମାର ଚରିତମ୍ ସଂସ୍କୃତ ଭାଷାର ଦୁଇଟି ସୁବୋଧିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କ ଦ୍ୱାରା ରଚିତ ମତବିଳାସ ପ୍ରହସନ ଏକ ସାମାଜିକ ନାଟକ। ସେ ସମୟରେ କାଞ୍ଚି ସାଂସ୍କୃତିକ ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚି ବିଶ୍ୱବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର ଏକ କେନ୍ଦ୍ର ଥିଲା। ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କ ଦ୍ୱାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା। ଦକ୍ଷିଣ ଭାରତର ସଂସ୍କୃତିକୁ ସେମାନଙ୍କର ଦାନ ଅତୁଳନୀୟ ଥିଲା। ନମ୍ବର ଜୁଆଙ୍ଗ ଜାଙ୍ଗ ବା ହୁଏନ୍ସା କିଏ? ସେ ତାଙ୍କ ଭ୍ରମଣ ବୃତ୍ତାନ୍ତରେ କ'ଣ ଲେଖିଛନ୍ତି? ତ ଜୁଆଙ୍ଗ ଜାଙ୍ଗ ବା ହୁଏନ୍ସା ଜଣେ ଚୀନ ପରିବ୍ରାଜକ। ଜୁଆଙ୍ଗ ଜାଙ୍ଗଙ୍କ ଭ୍ରମଣ ବୃତ୍ତାନ୍ତ ସି.ୟୁ. କି ନାମକ ଗ୍ରନ୍ଥରୁ ଜଣାପଡ଼େ। ହର୍ଷଙ୍କ ସମୟର ସାମାଜିକ ଓ ଅର୍ଥନୈତିକ ଅବସ୍ଥା, ଧର୍ମ ଏବଂ ଶାସନ ବ୍ୟବସ୍ଥା ସମ୍ବନ୍ଧରେ ଅନେକ କଥା ଏହି ବିବରଣୀରୁ ଜଣାଯାଏ। ଏପରିକି କନୌଜ ଏକ ସମୃଦ୍ଧିଶାଳୀ ନଗର ଥିଲାବେଳେ ପାଟଳିପୁତ୍ର ଓ ବୈଶାଳୀ
ନଗରମାନଙ୍କର ଗୌରବ ହ୍ରାସ ପାଇଥିଲା ବୋଲି ଏଥିରୁ ଜଣାଯାଏ। ଏହି ବିବରଣୀରୁ ଜଣାଯାଏ ଯେ ଲୋକମାନଙ୍କ ଜୀବନଯାପନ ପ୍ରଣାଳୀ ସରଳ ଥିଲା ଓ ଅଧିକାଂଶ ଲୋକ ନିରାମିଷ ଖାଦ୍ୟକୁ ପସନ୍ଦ କରୁଥିଲେ। ଏହି ସମୟରେ ଜାତି ପ୍ରଥା କଠୋର ଥିଲା ଓ ଶୂଦ୍ରମାନଙ୍କୁ କୃଷକ ଜାତିର ଲୋକ ବୋଲି କୁହାଯାଉଥିଲା। ବୌଦ୍ଧ ଧର୍ମର 8ଟି ଶାଖା ଥିଲା, ସେଥିମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ପ୍ରଧାନ ଥିଲା ବୋଲି ଏହି ବିବରଣୀରୁ ଜଣାଯାଏ। ତାଙ୍କ ଭ୍ରମଣ ସମୟରେ ଅନେକ ପୁରାତନ ବୌଦ୍ଧ କେନ୍ଦ୍ର ଧ୍ୱଂସ ପାଇଥିଲା ଓ ହର୍ଷଙ୍କ ସମୟରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏକ ଶ୍ରେଷ୍ଠ ଏବଂ ସମ୍ମାନଜନକ ଶିକ୍ଷା କେନ୍ଦ୍ର ଥିଲା ବୋଲି ଏଥିରୁ ଜଣାଯାଏ। ସେ ହର୍ଷଙ୍କୁ ଜଣେ ଜନହିତୈଷୀ ଶାସକ ଭାବରେ ବର୍ଣ୍ଣନା କରିଛନ୍ତି ଓ ହର୍ଷଙ୍କ ଦ୍ୱାରା ଆୟୋଜିତ କନୌଜ ସଭା ଏବଂ ପ୍ରୟାଗ ଧର୍ମ ସଭାର ବିଶଦ ବିବରଣୀ ମଧ୍ୟ ଏଥିରେ ଦେଇଛନ୍ତି। ନମ୍ବର ହର୍ଷବର୍ଦ୍ଧନଙ୍କ ରାଜ୍ୟ ଶାସନ ପ୍ରଣାଳୀ କିପରି ଥିଲା? ତ ହର୍ଷବର୍ଦ୍ଧନ ଗୁପ୍ତ ଶାସନ ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ। ସୁଶାସନ ପ୍ରତିଷ୍ଠା କରିବା ପାଇଁ ସେ ଯତ୍ନଶୀଳ ଥିଲେ, ତେଣୁ ଶାସନ କାର୍ଯ୍ୟ ପରିଚାଳନା ପାଇଁ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅଶୋକଙ୍କ ଭଳି ଯେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ। ସେ ଉତ୍ପନ୍ନ ଶସ୍ୟର 1/6 କର ଆଦାୟ କରୁଥିଲେ। ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ହର୍ଷ କଠୋର ଅଙ୍ଗଚ୍ଛେଦର ବ୍ୟବସ୍ଥା ଥିଲା। ନମ୍ବର ସମୁଦ୍ରଗୁପ୍ତ କିପରି ନିଜ ରାଜ୍ୟକୁ ସଂଗଠିତ କରିଥିଲେ? ତ ସମୁଦ୍ରଗୁପ୍ତ ଉତ୍ତର ଭାରତରେ 9 ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟ ସହ ମିଶାଇ ଦେଇଥିଲେ। ସମୁଦ୍ରଗୁପ୍ତ ଦକ୍ଷିଣ ଭାରତକୁ ଯୁଦ୍ଧ ଅଭିଯାନରେ ଯାଇ 12 ଜଣ ରାଜାଙ୍କୁ ପରାସ୍ତ କରିଥିଲେ। ପରାଜିତ ରାଜାମାନେ ସମୁଦ୍ରଗୁପ୍ତଙ୍କ ବଶତା ସ୍ୱୀକାର କରିଥିଲେ। ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଯାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ନରପତିମାନେ ସ୍ୱ ଇଚ୍ଛାରେ ସମୁଦ୍ରଗୁପ୍ତଙ୍କ ବଶତା ସ୍ୱୀକାର କରିଥିଲେ। ସୀମାନ୍ତରେ ଥିବା 9ଟି ଜନଜାତିମାନଙ୍କର ମୁଖ୍ୟମାନେ ସମୁଦ୍ରଗୁପ୍ତଙ୍କ ବଶତା ସ୍ୱୀକାର କରିଥିଲେ। ସେମାନେ ସମୁଦ୍ରଗୁପ୍ତଙ୍କୁ କର ଓ ଉପହାର ଆଦି ଦେବା ସହିତ ତାଙ୍କର ଆଦେଶ ପାଳନ କଲେ। ଶକ, କୁଷାଣ ଏବଂ ମୁରୁଣ୍ଡାମାନଙ୍କ ମୁଖ୍ୟ ଓ ସିଂହଳର ରାଜା ମେଘବର୍ଣ୍ଣ ସମୁଦ୍ରଗୁପ୍ତଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସନ୍ଧିରେ ଆବଦ୍ଧ ହେଲେ। ଫଳରେ ସମୁଦ୍ରଗୁପ୍ତଙ୍କ ରାଜନୈତିକ ପ୍ରଭାବ ଭାରତବର୍ଷର ଅଧିକାଂଶ ଅଞ୍ଚଳରେ ସ୍ଥାପିତ ହେବା ସହ ସିଂହଳ ବା ବର୍ତ୍ତମାନର ଶ୍ରୀଲଙ୍କା ପର୍ଯ୍ୟନ୍ତ ବ୍ୟାପିଥିଲା। ତ ଏହିପରି ସମୁଦ୍ରଗୁପ୍ତ ତାଙ୍କ ସାମ୍ରାଜ୍ୟକୁ ସଂଗଠିତ କରିଥିଲେ। ନମ୍ବର ଦେଖ, ଗୁପ୍ତ ଯୁଗକୁ ଭାରତର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି? ତ ଫାହିୟାନଙ୍କ ଭାରତ ବିବରଣୀ ପୁସ୍ତକରେ ଗୁପ୍ତ ଯୁଗକୁ ସୁବର୍ଣ୍ଣ ଯୁଗ ଭାବରେ ବର୍ଣ୍ଣନା କରାଯାଇଛି। ଏହି ସମୟରେ ରାଜ୍ୟରେ ସୁଖଶାନ୍ତି ବିରାଜମାନ କରୁଥିଲା। ବାହ୍ୟ ଶତ୍ରୁ ଆକ୍ରମଣ ନଥିଲା କିମ୍ବା ଚୋରି ଡକାୟତିର ଭୟ ନଥିଲା। କୃଷି, ଶିଳ୍ପ, ବାଣିଜ୍ୟ, କଳା, ଭାଷା, ସାହିତ୍ୟ ଓ ବିଜ୍ଞାନ ଆଦି ସବୁ କ୍ଷେତ୍ରରେ ଦେଶର ଉନ୍ନତି ସାଧିତ ହୋଇଥିଲା। ଲୋକମାନଙ୍କୁ ଅଳ୍ପ କର ଦେବାକୁ ପଡ଼ୁଥିଲା। ସେମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିଲା। ରାଜାମାନେ ଅତ୍ୟାଚାରୀ ନଥିଲେ ଓ ପ୍ରଜାମାନଙ୍କର ଅଭିଯୋଗର ନ୍ୟାୟପୂର୍ଣ୍ଣ ବିଚାର କରାଯାଉଥିଲା। ଦାତବ୍ୟ ଚିକିତ୍ସାଳୟମାନ ଖୋଲା ହୋଇ ରୋଗୀମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଥିଲା। ଧନିକ ଶ୍ରେଣୀର ଲୋକମାନେ ଧର୍ମଶାଳାମାନ ସ୍ଥାପନ କରିଥିଲେ। ନମ୍ବର ନିମ୍ନଲିଖିତ ପ୍ରଶ୍ନର ଉତ୍ତର ସଂକ୍ଷେପରେ ଲେଖ। କରେ ଅଛି ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ବଂଶର ରାଜକୁମାରୀଙ୍କୁ ବିବାହ କରିଥିଲେ ଏବଂ ଏହାଦ୍ୱାରା ତାଙ୍କର ପ୍ରଭାବ କିପରି ବୃଦ୍ଧି ପାଇଥିଲା? ତ ପ୍ରଥମ ଚନ୍ଦ୍ରଗୁପ୍ତ ଲିଚ୍ଛବୀ ବଂଶର ରାଜକୁମାରୀ କୁମାର ଦେବୀଙ୍କୁ ବିବାହ କରିଥିଲେ। ଏହାଦ୍ୱାରା ଉତ୍ତର ଭାରତରେ ତାଙ୍କର ପ୍ରଭାବ ବୃଦ୍ଧି ଘଟିଥିଲା। ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ନମ୍ବର ଆହ୍ଲାବାଦ ସ୍ତମ୍ଭଲେଖକୁ କିଏ ରଚନା କରିଥିଲେ ଏବଂ ଏହାକୁ କାହିଁକି ପ୍ରଶସ୍ତି କୁହାଯାଏ? ତ ଆହ୍ଲାବାଦ ସ୍ତମ୍ଭଲେଖକୁ ସମୁଦ୍ରଗୁପ୍ତଙ୍କ ମନ୍ତ୍ରୀ ହରିଶେଣ ରଚନା କରିଥିଲେ। ଏହି ସ୍ତମ୍ଭଲେଖରେ ସମୁଦ୍ରଗୁପ୍ତଙ୍କ ଯଶଗାନ କରାଯାଉଥିଲା, ତେଣୁ ଏହାକୁ ପ୍ରଶସ୍ତି କୁହାଯାଏ। ନମ୍ବର ସମୁଦ୍ରଗୁପ୍ତଙ୍କ ସଙ୍ଗୀତ ପ୍ରତି ଅନୁରାଗ ଥିଲା, ଏହା କିପରି ଜଣାପଡ଼େ?
ତ ସମୁଦ୍ରଗୁପ୍ତ ତାଙ୍କ ଦ୍ୱାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଖୋଦିତ ବୀଣା ସଦୃଶ ଏକ ବାଦ୍ୟଯନ୍ତ୍ର ସେ ବଜାଉଥିବାର ଚିତ୍ରରୁ ଜଣାପଡ଼େ। ତେଣୁ ତାଙ୍କର ସଙ୍ଗୀତ ପ୍ରତି ଅନୁରାଗ ଥିବାରୁ ଏଥିରୁ ଜଣାଯାଏ ସେ ମଧ୍ୟ କବିରାଜ ଉପାଧି ପାଇଥିଲେ। ଘ ନମ୍ବର ଫାସିଆଙ୍କ ଭାରତ ଭ୍ରମଣ ବିବରଣୀରେ ଗୁପ୍ତ ଯୁଗରେ ଦୋଷୀମାନେ କିପରି ଦଣ୍ଡିତ ହେଉଥିଲେ ବୋଲି ଜଣାପଡ଼େ। ତ ଫାସିଆଙ୍କ ଭାରତ ଭ୍ରମଣ ବିବରଣୀରେ ଗୁପ୍ତ ଯୁଗରେ ପ୍ରାଣଦଣ୍ଡର ବ୍ୟବସ୍ଥା ନଥିବାର ଜଣାଯାଏ। ଗୁରୁତର ଅପରାଧରେ କିମ୍ବା ବାରମ୍ବାର ବିଦ୍ରୋହ କଲେ ଦୋଷୀମାନଙ୍କର ଅଙ୍ଗଚ୍ଛେଦ କରାଯାଉଥିଲା। ଏପରିକି ଦୋଷୀମାନେ ଅର୍ଥଦଣ୍ଡର ଦଣ୍ଡିତ ହେଉଥିଲେ। ଓ ନମ୍ବର ଗୁପ୍ତ ଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ କ'ଣ ରଚନା କରିଥିଲେ? ତ ଗୁପ୍ତ ଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ ଉଭୟ ନାଟକ ଓ କାବ୍ୟ ରଚନା କରିଥିଲେ। ତାଙ୍କର ପ୍ରସିଦ୍ଧ ନାଟକ ହେଉଛି ଅଭିଜ୍ଞାନ ଶକୁନ୍ତଳମ୍। ତାଙ୍କ ରଚିତ ଅନ୍ୟ ନାଟକ ଗୁଡ଼ିକ ହେଲା ମାଳବିକାଗ୍ନିମିତ୍ରମ୍, ବିକ୍ରମ ବର୍ଷିୟମ୍, ସେ ମଧ୍ୟ ରଘୁବଂଶମ୍ ଓ କୁମାର ସମ୍ଭବମ୍ ଏବଂ ମେଘଦୂତମ୍ କାବ୍ୟ ରଚନା କରିଥିଲେ। ଚ ନମ୍ବର ଗୁପ୍ତ ଯୁଗରେ ବିଜ୍ଞାନର କିପରି ବିକାଶ ସାଧିତ ହୋଇଥିଲା? ତ ଗୁପ୍ତ ଯୁଗରେ ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଆଦି ଗୁପ୍ତ ଯୁଗର ଅବଦାନ। ପ୍ରଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟଙ୍କ ଆର୍ଯ୍ୟଭଟ୍ଟିୟମ୍ ପୁସ୍ତକ ରଚନା କରିଥିଲେ। ସେ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ। ସେ ଯୁଗର ଅନ୍ୟ ଜଣେ ଜ୍ୟୋତିର୍ବିଜ୍ଞାନୀ ହେଲେ ବରାହମିହିର। ସେ ବୃହତ୍ ସଂହିତା ରଚନା କରିଥିଲେ। ସେ ସିଦ୍ଧାନ୍ତିକାରେ ରୋମକ ସିଦ୍ଧାନ୍ତ କଥା ଉଲ୍ଲେଖ କରିଛନ୍ତି। ଚିକିତ୍ସା ଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତ ଯୁଗରେ ଥିଲେ ବୋଲି ଅନେକ ବିଶ୍ୱାସ କରନ୍ତି। 6 ନମ୍ବର ମହମ୍ମଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଇସଲାମ ଧର୍ମ ସମ୍ବନ୍ଧରେ କ'ଣ କହିଥିଲେ? ତ ମହମ୍ମଦ 570 ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରଚାରିତ ଇସଲାମ ଧର୍ମ ସମ୍ବନ୍ଧରେ ସେ କହିଥିଲେ ଯେ ଭଗବାନ ଏକ ଓ ଅଦ୍ୱିତୀୟ। ଆଲ୍ଲାହ ହେଉଛନ୍ତି ଭଗବାନ ଓ ମହମ୍ମଦ ତାଙ୍କର ପ୍ରତିନିଧି। ଜ ନମ୍ବର କେଉଁ ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ? ତ ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତକୁ ଆକ୍ରମଣ କରିଥିଲେ। ସେମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହୋଇଥିଲେ। ତତ୍କାଳୀନ ରାଜନୈତିକ ଅବସ୍ଥା ସେମାନଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା। ଝ ନମ୍ବର ଇସଲାମର ଆବିର୍ଭାବ ପୂର୍ବରୁ ଆରବ ବଣିକମାନେ ଭାରତ ସହିତ କିପରି ବାଣିଜ୍ୟ ସମ୍ପର୍କ ରଖିଥିଲେ? ତ ଇସଲାମର ଆବିର୍ଭାବ ପୂର୍ବରୁ ଆରବ ବଣିକମାନେ ଭାରତରେ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ବାଣିଜ୍ୟ ସମ୍ପର୍କ ଆରମ୍ଭ କରିଥିଲେ। ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀକୁ କିଣି ବିଭିନ୍ନ ଦେଶର ବଜାରରେ ବିକ୍ରୟ କରିବା ସହିତ ନିଜ ଦେଶକୁ ମଧ୍ୟ ନେଉଥିଲେ। ଏହିପରି ଭାବରେ ଇସଲାମର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟଗତ ସମ୍ପର୍କ ଆରମ୍ଭ ହୋଇଯାଇଥିଲା। 3 ନମ୍ବର ଦେଖ ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ। ପରେ ଅଛି ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥିବା 2 ଜଣ ଗୁପ୍ତ ବଂଶର ରାଜାଙ୍କର ନାମ ଲେଖ। ତ ଲେଖିବ ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥିବା 2 ଜଣ ଗୁପ୍ତ ବଂଶର ରାଜାଙ୍କ ନାମ ହେଲା ଶ୍ରୀଗୁପ୍ତ ଓ ଘଟୋତ୍କଚ। ଖ ନମ୍ବର ଗୁପ୍ତ ବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ଉପାଧିରେ ଭୂଷିତ ହୋଇଥିଲେ? ତ ଗୁପ୍ତ ବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ମହାରାଜାଧିରାଜ ଉପାଧିରେ ଭୂଷିତ ହୋଇଥିଲେ। ଗ ନମ୍ବର କେଉଁ ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହୋଇଥିଲା? ତ ଚନ୍ଦ୍ରଗୁପ୍ତଙ୍କ ସିଂହାସନ ଆରୋହଣ ଖ୍ରୀଷ୍ଟାବ୍ଦ 320ରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହୋଇଥିଲା। ଘ ନମ୍ବର ସମୁଦ୍ରଗୁପ୍ତ କେଉଁ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ? ତ ସମୁଦ୍ରଗୁପ୍ତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ। ଓ ନମ୍ବର ଗୁପ୍ତ ସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କ ଠାରୁ କିପରି କର ଗ୍ରହଣ କରୁଥିଲେ? ତ ଗୁପ୍ତ ସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କ ଠାରୁ 1/4 ଫସଲକୁ କର ଆକାରରେ ଗ୍ରହଣ କରୁଥିଲେ। ଚ ନମ୍ବର ଶଙ୍କରଙ୍କ ଦ୍ୱାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ କେଉଁ ଧର୍ମ ଉପରେ ପଡ଼ିଥିଲା? ତ ଶଙ୍କରଙ୍କ ଦ୍ୱାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧ ଧର୍ମ ଉପରେ ପଡ଼ିଥିଲା।
6 ନମ୍ବର ପଞ୍ଚତନ୍ତ୍ର କିଏ ରଚନା କରିଥିଲେ? ତ ତୁମେ ଜାଣିଛ ପଞ୍ଚତନ୍ତ୍ର ବିଷ୍ଣୁ ଶର୍ମା ରଚନା କରିଥିଲେ। ଜ ନମ୍ବର କେଉଁ ଗୁପ୍ତ ରାଜାଙ୍କ ଦରବାରରେ କାଳିଦାସ ଥିଲେ? ତ ଗୁପ୍ତ ରାଜା ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ଦରବାରରେ କାଳିଦାସ ଥିଲେ। ଝ ନମ୍ବର କେଉଁ ପଲ୍ଲବ ରାଜା ବାତାପି କୋଣ୍ଡା ଉପାଧି ଗ୍ରହଣ କରିଥିଲେ? ତ ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ବାତାପି କୋଣ୍ଡା ଉପାଧି ଗ୍ରହଣ କରିଥିଲେ। ନ୍ୟ ନମ୍ବର ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ କ'ଣ ଥିଲା? ତ ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ ପ୍ରଭାକର ବର୍ଦ୍ଧନ। ଟ ନମ୍ବର ହର୍ଷଙ୍କ ଦ୍ୱାରା ଲିଖିତ ନାଟକ ଗୁଡ଼ିକର ନାମ ଲେଖ। ତ ହର୍ଷଙ୍କ ଦ୍ୱାରା ଲିଖିତ ନାଟକ ଗୁଡ଼ିକର ନାମ ହେଲା ନାଗାନନ୍ଦ, ରତ୍ନାବଳୀ ଏବଂ ପ୍ରିୟଦର୍ଶିକା। ଠ ନମ୍ବର ମହମ୍ମଦ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ? ତ ମହମ୍ମଦ 570 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଡ ନମ୍ବର ଇସଲାମ ଧର୍ମର ପବିତ୍ର ଗ୍ରନ୍ଥର ନାମ କ'ଣ? ତ ଇସଲାମ ଧର୍ମର ପବିତ୍ର ଗ୍ରନ୍ଥର ନାମ କୋରାନ। 4 ନମ୍ବର ଦେଖ କ ସ୍ତମ୍ଭରେ ଥିବା ଶବ୍ଦ ଗୁଡ଼ିକୁ ଖ ସ୍ତମ୍ଭରେ ଥିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼। ତ କ ସ୍ତମ୍ଭର ମହମ୍ମଦ ହେଇଯିବ, ଖ ସ୍ତମ୍ଭର ଏକେଶ୍ୱରବାଦ। ସେହିପରି କ ସ୍ତମ୍ଭର ପ୍ରଥମ ଚନ୍ଦ୍ରଗୁପ୍ତ, ଖ ସ୍ତମ୍ଭର ହେବ ଗୁପ୍ତାଦ୍ଦ। ଆଉ କ ସ୍ତମ୍ଭର ବାଣଭଟ୍ଟ, ଖ ସ୍ତମ୍ଭର କାଦମ୍ବରୀ। ସେହିପରି ପଲ୍ଲବ କ ସ୍ତମ୍ଭର କାଞ୍ଚି ହେବ ଖ ସ୍ତମ୍ଭର। ଆଉ କ ସ୍ତମ୍ଭର ଦ୍ୱିତୀୟ ପୁଲକେଶୀନ, ଖ ସ୍ତମ୍ଭର ହେବ ଅହିହୋଲ ଶିଳାଲେଖ। ସେହିପରି ଜୁଆଙ୍ଗଜାଙ୍ଗ ସି ୟୁ କି ହେବ। ଆଉ କ ସ୍ତମ୍ଭର ଆରବ ବଣିକ, ଖ ସ୍ତମ୍ଭର ହେବ ଭାରତୀୟ ମସଲା। ଆଉ କ ସ୍ତମ୍ଭର ମହମ୍ମଦ ବିନ୍ କାସିମ, ଖ ସ୍ତମ୍ଭର ସିନ୍ଧୁ ଆକ୍ରମଣ ହେବ। ଆଉ କ ସ୍ତମ୍ଭର ଶଙ୍କର, ଖ ସ୍ତମ୍ଭର ହେବ ଅଦ୍ୱୈତ ମତବାଦ। ତାପରେ 5 ନମ୍ବର ଦେଖ ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ଦ୍ୱିତୀୟ ଚନ୍ଦ୍ରଗୁପ୍ତ ପଶ୍ଚିମ ଭାରତର ଡେକ୍ସ ମାନଙ୍କୁ ପରାସ୍ତ କରିଥିଲେ। ଏହାର 4ଟି ଅପସନ୍ ଅଛି, ସଠିକ ଉତ୍ତର ହେବ ଶକମାନଙ୍କୁ। ଖ ନମ୍ବର ଶଶାଙ୍କ ଡେକ୍ସ ଦେଶର ରାଜା ଥିଲେ? ତ ସେ ଗୌଡ଼ ଦେଶର ରାଜା ଥିଲେ। ଗ ନମ୍ବର ରାମାୟଣ, ମହାଭାରତ ଓ ପୁରାଣ ଗୁଡ଼ିକ ଡେକ୍ସ ଯୁଗରେ ସଂକଳନ ସମ୍ପୂର୍ଣ୍ଣ କରାଯାଇଥିଲା। ତ ଏଇଟା ହେବ ଗୁପ୍ତ ଯୁଗରେ ସଂକଳନ କରାଯାଇଥିଲା। ଘ ନମ୍ବର ପ୍ରଭାକର ବର୍ଦ୍ଧନ ଡେକ୍ସ ଉପାଧିରେ ଭୂଷିତ ହୋଇଥିଲେ? ତ ସେ ମହାରାଜାଧିରାଜ ଉପାଧିରେ ଭୂଷିତ ହୋଇଥିଲେ। ଅ ନମ୍ବର ଜୁଆଙ୍ଗଜାଙ୍ଗ ଡେକ୍ସ ଖ୍ରୀଷ୍ଟାବ୍ଦରେ ସ୍ୱଦେଶ ଫେରି ଯାଇଥିଲେ? ତ ସେ 644 ଖ୍ରୀଷ୍ଟାବ୍ଦରେ ସ୍ୱଦେଶ ଫେରି ଯାଇଥିଲେ। ଚ ନମ୍ବର ଦ୍ୱିତୀୟ ପୁଲକେଶୀନ ଡେକ୍ସ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ? ତ ସେ ଥିଲେ ଚାଲୁକ୍ୟ ବଂଶର ଶ୍ରେଷ୍ଠ ରାଜା। ଆଉ 6 ନମ୍ବର ଦେଖ ହର୍ଷ ପ୍ରତି 5 ବର୍ଷରେ ଡେକ୍ସ ଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ? ତ ସେ ପ୍ରୟାଗ ଠାରେ ଧର୍ମ ଉତ୍ସବ ପାଳନ କରୁଥିଲେ। ଆଉ ଜ ନମ୍ବର ସକଳୋତ୍ତର ପଥନାଥ ଡେକ୍ସକୁ କୁହାଯାଉଥିଲା? ତ ସେଇଟା ହର୍ଷବର୍ଦ୍ଧନଙ୍କୁ କୁହାଯାଉଥିଲା। ତ ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଭିଡ଼ିଓଟି ଲମ୍ବା ହେଇଯାଇଛି। ଧନ୍ୟବାଦ।